ଥରେ ଅଗନା ଅଗନି ବନସ୍ତରେ 7 ଦିନ ଧରି ବର୍ଷା ଲାଗି ରହିଲା। ଝଡ଼ ବର୍ଷା ଏମିତି ଲାଗି ରହିଲା ଯେ ସେହି ଜଙ୍ଗଲର କୌଣସି ପଶୁପକ୍ଷୀ ବାହାରକୁ ବାହାରି ପାରିଲେନି। ଏମିତି ଲଗାତାର ବର୍ଷା ହେବା ପରେ ମଧ୍ୟ କୌଣସି ପଶୁପକ୍ଷୀ ଭୟଭୀତ ହୋଇନଥିଲେ। କାରଣ ବର୍ଷା ହେବା ପୂର୍ବରୁ ସେମାନେ ନିଜ ନିଜ ଗୁମ୍ଫାରେ କିଛି ନା କିଛି ଶିକାର ଯୋଗାଡ଼ କରି ରଖିଥିଲେ। ସେହି ଜଙ୍ଗଲରେ ରହୁଥାଏ ଗୋଟିଏ ବିଲୁଆ, ଯିଏକି ଭାରି ଅଳସୁଆ ଥିଲା। ବର୍ଷା ହେବା ପୂର୍ବରୁ ଯେତେବେଳେ ଅନ୍ୟ ପଶୁମାନେ ତାଙ୍କର ଖାଦ୍ୟ ସଂଗ୍ରହ କରୁଥିଲେ, ସେ ତା ଗୁମ୍ଫାରେ ଶୋଇ ରହୁଥିଲା। ଆଉ ଅନ୍ୟ ପଶୁମାନେ ପରିଶ୍ରମ କରୁଥିବାର ଦେଖି ସେ ତାଙ୍କ ଉପରେ ଥଟ୍ଟା ପରିହାସ କରୁଥିଲେ। ଏ ଅଳସୁଆ ବିଲୁଆ ସଦାବେଳେ ଅଳସୁଆ ହୋଇ ରହିଲା। କିଏ ପରିଶ୍ରମ କରୁଥିବାର ଦେଖି ଆ ଦେହ ସହୁନି ବୋଧେ। ପୋଡ଼ା ମହା ଦିନେ ନା ଦିନେ ଭୋକ ଉପାସରେ ମରିବ। ବର୍ଷା ହେବାକୁ ଆହୁରି 4 ଦିନ ବାକି ଅଛି। ଏ ମୂର୍ଖ ପଶୁମାନେ ଆଜିଠୁ ପରିଶ୍ରମ କରିବାକୁ ଲାଗିଛନ୍ତି। କ'ଣ କହିବ ଏମାନଙ୍କୁ? ଛାଡ଼ ଛାଡ଼ ଛାଡ଼। ଏମିତି କହି ବିଲୁଆ ଆଉ ଟିକେ ଆଗକୁ ଗଲା। ସେ ଦେଖିଲା ସେହି ଜଙ୍ଗଲର ବାଘ ତା ପାଟିରେ କିଛି ଶିକାର ଧରି ତା ଆଡ଼କୁ ଆସୁଛି। ବାଘର ପାଟିରେ କିଛି ଶିକାରକୁ ଦେଖି ବିଲୁଆ ଫେଁ କରି ହସିଦେଲା। ଆଉ କହିଲା, ଛି ଛି, ଲଜ୍ଜା, ଘୋର ଲଜ୍ଜା। ହଇଓ ବାଘ ମାମୁଁ, ତମେ ପରା ଜଙ୍ଗଲର ରାଜା, ତମେ ଅନ୍ୟ ପଶୁଙ୍କ ଭଳି ଶିକାର ଖୋଜିବାରେ ବି ଲାଗିଯାଉଛ। ଚୁପ୍, ଏକଦମ ଚୁପ୍। ହଇରେ କରମଠ ବିଲୁଆ, ମୁଁ ଜଙ୍ଗଲର ରାଜା ହେଲି ବୋଲି ମୋର କ'ଣ କିଛି ଜୀବନ ଯାପନ ନାହିଁ? ମୁଁ ଯଦି ରାଜା ଭାବି କିଛି ଖାଦ୍ୟ ସଂଗ୍ରହ ନ କରି ଗୋଟିଏ ଜାଗାରେ ବସି ରହିବି, ତାହେଲେ ବର୍ଷା ହେଲେ ଖାଇବି କ'ଣ? ହାଁ, ବର୍ଷା? ହଇଓ ବାଘ ମାମୁଁ, ବର୍ଷା ହେବାକୁ ବା ଆହୁରି କେଇ ଦିନ ବାକି ଅଛି। ତମେ ଆମ ଜଙ୍ଗଲର ରାଜା ହୋଇ ତମେ ବର୍ଷାକୁ ଡରି ଲାଞ୍ଜ ଜାକିଦେଲ। ଛି 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 ଛି। ଚୁପ୍, ଏକଦମ ଚୁପ୍। ଏଠି ମତେ ଆଉ ଏ ବାହାପିଆ କଥା ଶୁଣାନି। ଶୁଣ, ମୁଁ ତୋ ଭଲ ପାଇଁ କହୁଛି, ତୁ ବି ଖାଦ୍ୟ ସଂଗ୍ରହ କରି କିଛି ତୋ ଗୁମ୍ଫାରେ ରଖିଦେ, ନହେଲେ ଛଟପଟ ହୋଇ ମରିବୁ। ଏମିତି କହି ବାଘଟି ସେଠୁ ଚାଲିଗଲା। ବିଲୁଆ ବାଘର କଥାକୁ ତିଳେ ହେଲେ ମନ ଧ୍ୟାନ ଦେଲା ନାହିଁ। ସେ ସେଠୁ ଚାଲିଯାଇ ତା ଗୁମ୍ଫାରେ ଅଳସୁଆ ହୋଇ ଶୋଇ ରହିଲା। ଏମିତି ଧୀରେ ଧୀରେ 4 ଦିନ ବିତିଗଲା। ଆକାଶରେ କଳା ମେଘୁଆ ବାଦଲ ଢାଙ୍କି ବିଜୁଳି ମାରି ଜୋରେ ଜୋରେ ବର୍ଷା ହେବାକୁ ଲାଗିଲା। ବହୁତ ଜୋରରେ ବର୍ଷା ହେବାରୁ ସବୁ ଜୀବଜନ୍ତୁମାନେ ନିଜ ନିଜ ଗୁମ୍ଫାରେ ପଶି ରହିଲେ। ବର୍ଷା ନ ଛାଡ଼ିବା ପର୍ଯ୍ୟନ୍ତ କେହି ବି କାହା ଗୁମ୍ଫାରୁ ବାହାରକୁ ବାହାରିଲେନି। ଝଡ଼ ବତାସ ହେବାର 2 ଦିନ ବିତିଗଲା। ସବୁ ପଶୁପକ୍ଷୀମାନେ ପୂର୍ବରୁ ସଞ୍ଚୟ କରି ରଖିଥିବା ଖାଦ୍ୟକୁ ଆରାମସେ ଖାଉଥିଲେ। କିନ୍ତୁ ଅଳସୁଆ ବିଲୁଆ ପାଟି ଟେକି ଆଁ କରି ରହିଥାଏ। ଭୋକରେ ତା ପେଟ ଜଳୁଥାଏ। ହେଲେ କ'ଣ ହେବ, ପୂର୍ବରୁ ସେ ତ କାହା କଥା ନ ଶୁଣି ଅଳସୁଆ ହୋଇ ଖାଦ୍ୟ ସଂଗ୍ରହ ନ କରି ଅଳସୁଆ ହୋଇ ଶୋଇ ରହୁଥିଲା। ସେ ନିଜ ଭୋକ ସମ୍ଭାଳି ନ ପାରି ଭୀଷଣ ବର୍ଷାରେ ଖାଦ୍ୟ ସଂଗ୍ରହ କରିବାକୁ ବାହାରିଗଲା। ବିଲୁଆଟି ଚାଲି ଚାଲି ବହୁତ ବାଟ ଚାଲିଗଲା, କିନ୍ତୁ ତାକୁ ଗୋଟିଏ ଶିକାର ବି ମିଳିଲାନି। ସେ ମନ ଦୁଃଖରେ ଆଉ କିଛି ବାଟ ଚାଲିବାକୁ ଲାଗିଲା। କିଛି ବାଟ ଯିବା ପରେ ତା ଆଖିରେ ଠେକୁଆଟିଏ ପଡ଼ିଲା।
ସେ ଯେମିତି ଠେକୁଆ ପାଖକୁ ଯାଇଛି, ଠେକୁଆ ଦୌଡ଼ି ଦୌଡ଼ି ଯାଇ ବୁଦା ଭିତରେ ଲୁଚିଗଲା। ବିଲୁଆ ଏତେ ବାଟ ଆସିବା ପରେ ମଧ୍ୟ ତାକୁ ଗୋଟିଏ ବି ଶିକାର ମିଳିଲାନି। ହେଁ, ଭୋକରେ ମୋ ପେଟ ଜଳିଲାଣି। କେତେ କଷ୍ଟ କରି ଏ ବର୍ଷାରେ ମୁଁ ଶିକାର କରିବାକୁ ବାହାରିଲି, ହେଲେ ଗୋଟିଏ ବି ଶିକାର ପାଇଲିନି। ସେଦିନ ବାଘ ମାମୁଁ ଯାହା କହିଥିଲେ ସବୁ ସତ କହିଥିଲେ। ଯଦି ସେଦିନ ବାଘ ମାମୁଁ କଥା ଶୁଣି ଖାଦ୍ୟ ସଂଗ୍ରହ କରିଦେଇଥାନ୍ତି, ଆଜି ମୋତେ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ହଉ, ଏବେ ସେ କଥା ଭାବି ଆଉ କି ଲାଭ? ଏବେ ପେଟରେ ଓଦାକନା ଦେବା ଛଡ଼ା ଆଉ କିଛି ଉପାୟ ନାହିଁ। ଯାଏଁ, ଗୁମ୍ଫାକୁ ଯାଏଁ। ଏହା କହି ବିଲୁଆଟି ମନ ଦୁଃଖରେ ଗୁମ୍ଫାକୁ ଫେରିବାକୁ ଲାଗିଲା। ହେଇଛି ଶୁଣ, ଏବେ ତ ଆଉ 5 ଦିନ ପର୍ଯ୍ୟନ୍ତ ବର୍ଷା ଛାଡ଼ିବାର କୌଣସି ନାଁ ଗନ୍ଧ ଧରୁନି। ହେଇଛି, ଏଇ 2ଟା ଠେକୁଆ ଶିକାର କରି ଆଣିଛି। 2ଟା ଠେକୁଆ ହିଁ ଖାଇ ଚଳିଯିବା। ହେଇଟି ଶୁଣ, ଗୁମ୍ଫାରେ 2 ଦିନ ହେଲା ନିଆଁ ଟିକେ ନାହିଁ। ତମେ ଯାଅ ବାଘ ମାମା ଗୁମ୍ଫାରୁ ଟିକେ ନିଆଁ ଆଣି ଆସିବ। ନିଆଁ ଆଣି ଆସିଲେ ମୁଁ ରୋଷେଇ କରିଦେବି। ତାପରେ ଭାଲୁ ନିଆଁ ଆଣିବାକୁ ବାଘ ଗୁମ୍ଫାକୁ ଚାଲିଗଲା। ବିଲୁଆଟି କିଛି ଖାଦ୍ୟ ନ ପାଇ ଥକି ଯାଇ ଧୀରେ ଧୀରେ ନିଜ ଗୁମ୍ଫା ଆଡ଼କୁ ଆସୁଥାଏ। ହଠାତ୍ ତା ନଜର ଗୋଟିଏ ଗୁମ୍ଫାରେ ପଡ଼ିଲା। ବିଲୁଆ ସେ ଗୁମ୍ଫାକୁ ଚାହିଁ କହିଲା, ନା, ଆଉ ଭୋକ ସମ୍ଭାଳି ହବନି। ଯାଉଛି ଏଇ ଗୁମ୍ଫା ଭିତରକୁ ଚାଲିଯିବି। ଏଇ ଗୁମ୍ଫା ଭିତରେ ଛେଳି କି ଠେକୁଆ କିଛି ଶିକାର ନିଶ୍ଚୟ ମିଳିଯିବେ। କିଛି ଶିକାର ପାଇବା ଆଶାରେ ବିଲୁଆଟି ସେଇ ଗୁମ୍ଫା ଭିତରକୁ ପଶିଗଲା। ସେ ଜାଣିନଥିଲା ସେହି ଗୁମ୍ଫାଟି ଭାଲୁର ଗୁମ୍ଫା। ବିଲୁଆର ଟକ୍ ଟକ୍ ପାଦ ଶୁଣି ଭାଲୁର ସ୍ତ୍ରୀ ଗର୍ଜନ କରି କହିଲା, ଆରେ କିଏ ରେ ତୁ? ହାଁ, ତୋର ତ ବଡ଼ ସାହସ। ହଉ, ଭଲ ହେଲା, ମୋତେ ଆଉ ଗୋଟେ ଶିକାର ମିଳିଗଲା। ଭଗବାନ, ମୁଁ କ'ଣ କରିବି? ଭୁଲରେ ଭାଲୁ ଗୁମ୍ଫାକୁ ଆସିଗଲି। ମୋତେ କିଛି ଉପାୟ ଭାବିବାକୁ ପଡ଼ିବ ଜଲ୍ଦି ଜଲ୍ଦି, ନହେଲେ ଏ ଭାଲୁର ସ୍ତ୍ରୀ ମୋତେ ଜମା ଛାଡ଼ିବନି। ଏପଟେ ଭୋକ, ସେପଟେ ମରଣ ମୁହଁରେ। ନାଇଁ ନାଇଁ, ମୋତେ କିଛି ଜଲ୍ଦି କରିବାକୁ ପଡ଼ିବ। ଠିକ୍ ସେତିକି ବେଳେ ବିଲୁଆର ମୁଣ୍ଡକୁ ଗୋଟିଏ ଉପାୟ ଦିଶିଲା। ଆରେ, ମୁଁ ତ ଆସିବା ବେଳେ ଭାଲୁ ବାହାରକୁ ଯାଉଥିଲା, ତା ମାନେ ଭାଲୁ ଗୁମ୍ଫାରେ ନାହିଁ। ଆରେ ଭଲ ହେଲା, ଏ ସୁଯୋଗକୁ ହାତଛଡ଼ା ନ କରି ମୁଁ ଭାଲୁର ସ୍ତ୍ରୀ କି ବୋକା ବନେଇ ଗୋଟିଏ ଠେକୁଆ ଚୋରି କରି ନେଇ ପଳେଇବି। ଏ ଠେକୁଆକୁ ଦେଖି ମୋ ପାଟିରୁ ଲାଳ ଗଡ଼ିଲାଣି, ଆଉ ଭୋକ ସମ୍ଭାଳି ହେଉନି। ଏମିତି ଇଆଡ଼ୁ ସିଆଡ଼ୁ ଭାବି ବିଲୁଆ ଭାଲୁର ସ୍ତ୍ରୀକି କହିଲା, ଭାଲୁ ମାଉସୀ, ମୋତେ ବା ଭାଲୁ ମଉସା ଗୋଟିଏ ଠେକୁଆ ନେଇଯିବାକୁ କହିଛନ୍ତି। ମଉସା ଠେକୁଆ ନେବାକୁ ପଠାଇଛନ୍ତି? ଆରେ, ସେ ତ ବାଘ ମାମୁଁ ପାଖକୁ ନିଆଁ ଆଣିବାକୁ ଯାଇଛନ୍ତି। ତତେ କେମିତି ପଠାଇଲେ କି ରେ? ହଁ, ମୁଁ ବି ବାଘ ମାମୁଁ ପାଖରେ ଥିଲି। ଭାଲୁ ମଉସା ବାଘ ମାମୁଁ ପାଖକୁ ନିଆଁ ଆଣିବାକୁ ଯାଇଥିଲେ ଯେ, ଏବେ ତ ବାହାରେ ବର୍ଷା ବହୁ ଜୋରରେ ହେଉଛି। ନିଆଁ ଧରି କେମିତି ଆଣିବେ ଯେ? ନିଆଁ ତ ଲିଭିଯିବ ବାଟରେ। ସେଥିପାଇଁ ମଉସା ମୋତେ କହିଲେ, ଯା ମାଉସୀକି କହି ଗୋଟିଏ ଠେକୁଆ ଧରି ଆସିବୁ, ଏଇଠି ମୁଁ ରୋଷେଇ କରି ନେଇଯିବି। ଓହୋ, ଏମିତି କଥା। ଆରେ ମୋତେ ଆଗରୁ କହିଲୁନୁ? ଠେକୁଆଟି ନେ, ଗୋଟିଏ ଠେକୁଆ ନେଇକି ଯା। ମଉସାଙ୍କୁ କହିବୁ ଭଲରେ ମସଲା ମସଲି ଦେଇ କଷେଇକି ଆଣିବେ। ହଁ ମାଉସୀ, ମୁଁ ମଉସାଙ୍କୁ ଭଲରେ କହିବି ସବୁ କଥା। ହଉ, ମୁଁ ଏବେ ଆସୁଛି। ତାପରେ ବିଲୁଆ ମଲା ଠେକୁଆଟିକି ତା ପାଟିରେ ଧରି ଦୌଡ଼ି ଦୌଡ଼ି ଚାଲିଲା। ସେ ତ 2 ଦିନ ହେଲା ଭୋକରେ ଥିଲା। ସେ ଠେକୁଆ ମାଂସକୁ ଦେଖି ଭାରି ଖୁସି ହୋଇଗଲା, ଆଉ ଖୁସି ଖୁସିରେ ତା ଗୁମ୍ଫାରେ ବସି ସେ ଠେକୁଆ ମାଂସ ଖାଇବାକୁ ଲାଗିଲା। ସେପଟେ ଭାଲୁ ତା ଗୁମ୍ଫାରେ ପହଞ୍ଚି ଯାଇଥିଲା। ଭାଲୁକୁ ଦେଖି ତା ସ୍ତ୍ରୀ ପଚାରିଲା, ହେଇଟି, ଠେକୁଆଟିକି ଭଲରେ ମସଲା ମସଲି ଦେଇକି ରୋଷେଇ କରି ଆଣିଛଟି? ମସଲା ମସଲି ଦେଇକି ଠେକୁଆ ପୋଡ଼ା? ଆରେ, ତମେ କ'ଣ କହୁଛ କିଛି ବୁଝା ପଡ଼ୁନି। ଆରେ, କ'ଣ ବୁଝିପାରୁନ ଯେ? ତମେ ବା ବିଲୁଆକୁ ଠେକୁଆ ଧରି ଯିବାକୁ ପଠାଇଥିଲ। ମୁଁ ବିଲୁଆକୁ ପଠାଇଥିଲି? ଆରେ ହେ ଭଗବାନ, ଗଲା, ତମେ ସେ ଅଳସୁଆ ବିଲୁଆକୁ ଗୋଟିଏ ଠେକୁଆ ଦେଇଛ। ଗଲା, ସବୁ ସରିଗଲା।
କେତେ କଷ୍ଟରେ ଶିକାର କରି ଧରି ଆସିଥିଲି ଠେକୁଆଟିକୁ, ତମେ ତାକୁ ସବୁ ଦେଇଦେଲ। ଆରେ ସେ ତମକୁ ବୋକା ବନେଇ ଚାଲିଗଲା। ମୁଁ ଏବେ କଣ କରିବି? ମୁଁ ଏବେ କଣ କରିବି? ମୋ ଖାଇବା ନେଇକି ପଳାଇଲା। କେତେ ଆଶା କରିଥିଲି ଠେକୁଆ ପୋଡ଼ ଖାଇବାକୁ, ବର୍ଷା ଯୋଗୁଁ ନିଆଁ ଟିକେ ବି ଆଣି ହେଲାନି। ଇଆଡୁ ଏ ମାଇକିନା ସେ ଠେକୁଆ ଟିକେ ବି ଦେଇଦେଲା। ଗଲା, ସବୁ ସରିଗଲା। ସେପଟେ ବିଲୁଆ ଠେକୁଆ ଶିକାର ପାଇ ବହୁତ ଆନନ୍ଦରେ ଖାଉଥାଏ। ଓହୋ, ଯାହା ହେଉ କେତେ ସଂଘର୍ଷ ପରେ ଗୋଟିଏ ଠେକୁଆ ଖାଇବାକୁ ମିଳିଲା। ହଉ, ଆଜିଠୁ ମୋତେ ଗୋଟେ ଶିକ୍ଷା ମିଳିଲା। ଏ ଅଳସୁଆ ଗୁଣ ଯୋଗୁଁ ଆଜି ମୁଁ ଭୋକ ଶୋଷରେ ମରିଥାନ୍ତି। ନିଜେ ପରିଶ୍ରମ କରିବି ଆଉ ନିଜେ ଶିକାର କରି ଖାଇବି।